ପିଲାମାନେ ମୁଁ ତୁମମାନଙ୍କ ପାଇଁ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଆସୁଥିବା ଜଣା ଅଜଣାର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ନେଇ ଆସିଛି, ତା ଆଲୋଚନା କରିବା। ଏକ ପ୍ରଶ୍ନ, ରାସ୍ତାର ନିୟମ ନ ମାନିଲେ କ'ଣ ହୁଏ? ଅପସନ୍ ଏ ଦେଇଛି ରାସ୍ତାର ନିୟମ ନ ମାନିଲେ ଲୋକେ ଖରାପ କହନ୍ତି। ଅପସନ୍ ବି ଦେଇଛି ରାସ୍ତାର ନିୟମ ଭାଙ୍ଗିଯାଏ। ଅପସନ୍ ସି ଦେଇଛି ରାସ୍ତାର ନିୟମ ନ ମାନିଲେ ପୋଲିସ ଧରିନିଏ। ଏବଂ ଅପସନ୍ ଡି ଦେଇଛି ରାସ୍ତାର ନିୟମ ନ ମାନିଲେ ଦୁର୍ଘଟଣା ହୋଇଥାଏ। ଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ରାସ୍ତାର ନିୟମ ନ ମାନିଲେ ଦୁର୍ଘଟଣା ହୋଇଥାଏ। 2 ନମ୍ବର ପ୍ରଶ୍ନ, ପ୍ରତ୍ୟେକ କାମ କରିବାକୁ ଗଲେ ନିମ୍ନଲିଖିତ ମଧ୍ୟରୁ କ'ଣ ଆବଶ୍ୟକ? ଅପସନ୍ ଏ ଦେଇଛି ସାହସ, ଅପସନ୍ ବି ଦେଇଛି ବୁଦ୍ଧି, ଅପସନ୍ ସି ଦେଇଛି ଶୃଙ୍ଖଳା ଏବଂ ଅପସନ୍ ଡି ଦେଇଛି ଟଙ୍କା ଓ ପଇସା। ଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ଶୃଙ୍ଖଳା। 3 ନମ୍ବର ପ୍ରଶ୍ନ, ନିମ୍ନୋକ୍ତ କେଉଁଥିରେ ରକ୍ତ, ମଳ, ମୂତ୍ର ପରୀକ୍ଷା କରାଯାଏ? ଅପସନ୍ ଏ ଷ୍ଟେଥୋସ୍କୋପ, ଅପସନ୍ ବି ଅଣୁବୀକ୍ଷଣ ଯନ୍ତ୍ର, ଅପସନ୍ ସି ଆମ୍ବୁଲାନ୍ସ, ଅପସନ୍ ଡି ଅକ୍ସିଜେନ ଥଳି। ଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଅଣୁବୀକ୍ଷଣ ଯନ୍ତ୍ର। 4 ନମ୍ବର ପ୍ରଶ୍ନ, ବର୍ତ୍ତମାନ ଖଣ୍ଡିଏ ଅନ୍ତର୍ଦେଶୀୟ ପତ୍ରର ଦାମ କେତେ? ଅପସନ୍ ଏ ଦେଇଛି 50 ପଇସା, ଅପସନ୍ ବି ଦେଇଛି 2 ଟଙ୍କା 50 ପଇସା, ଅପସନ୍ ସି ଦେଇଛି 3 ଟଙ୍କା 50 ପଇସା ଏବଂ ଅପସନ୍ ଡି ଦେଇଛି 50 ଟଙ୍କା। ଠିକ୍ ଉତ୍ତରଟି ହେଉଛି ଅପସନ୍ ବି 2 ଟଙ୍କା 50 ପଇସା। 5 ନମ୍ବର ପ୍ରଶ୍ନ, ଥାନାର ମୁଖ୍ୟ କିଏ? ଅପସନ୍ ଏ ଦେଇଛି ଚୌକିଦାର, ଅପସନ୍ ବି ଦେଇଛି ହାବିଲଦାର, ଅପସନ୍ ସି ଦେଇଛି ଇନ୍ସପେକ୍ଟର, ଅପସନ୍ ଡି ଦେଇଛି କନେଷ୍ଟବଳ। ଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଇନ୍ସପେକ୍ଟର। 6 ନମ୍ବର ପ୍ରଶ୍ନ, ବ୍ୟାଙ୍କରେ ଟଙ୍କା ପଇସା ଦେବା ନେବା କାମ କାହାର କାମ? ଅପସନ୍ ଏ ଦେଇଛି ବ୍ୟାଙ୍କ କ୍ୟାସିୟର, ଅପସନ୍ ବି ଦେଇଛି ବ୍ୟାଙ୍କ ହିସାବ ରକ୍ଷକ, ଅପସନ୍ ସି ଦେଇଛି ବ୍ୟାଙ୍କ ପିଅନ, ଅପସନ୍ ଡି ଦେଇଛି ବ୍ୟାଙ୍କ ମ୍ୟାନେଜର। ଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ବ୍ୟାଙ୍କ କ୍ୟାସିୟର। 7 ନମ୍ବର ପ୍ରଶ୍ନ, ସରପଞ୍ଚ ଓ ୱାର୍ଡ ମେମ୍ବର ବସି ଗ୍ରାମର ଉନ୍ନତି ଯୋଜନା କରୁଥିବା ସ୍ଥାନକୁ କ'ଣ କହନ୍ତି? ଅପସନ୍ ଏ ଦେଇଛି ଗ୍ରାମ ପଞ୍ଚାୟତ, ଅପସନ୍ ବି ଦେଇଛି ପୌର ପରିଷଦ, ଅପସନ୍ ସି ଦେଇଛି ପଞ୍ଚାୟତ ସମିତି, ଅପସନ୍ ଡି ଦେଇଛି ବିଜ୍ଞାପିତ ଅଞ୍ଚଳ ପରିଷଦ। ଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଗ୍ରାମ ପଞ୍ଚାୟତ। 8 ନମ୍ବର ପ୍ରଶ୍ନ, ପୌର ପରିଷଦର କାର୍ଯ୍ୟାଳୟର ମୁଖ୍ୟ କିଏ? ଅପସନ୍ ଦେଇଛି ଚେୟାରମ୍ୟାନ୍, ଅପସନ୍ ବି ଦେଇଛି କାର୍ଯ୍ୟନିର୍ବାହୀ ଅଧିକାରୀ, ଅପସନ୍ ସି ଦେଇଛି କାଉନସିଲର, ଅପସନ୍ ଡି ଦେଇଛି ଜିଲ୍ଲାପାଳ। ଠିକ୍ ଉତ୍ତରଟି ହେଉଛି ଅପସନ୍ ବି କାର୍ଯ୍ୟନିର୍ବାହୀ ଅଧିକାରୀ। 9 ନମ୍ବର ପ୍ରଶ୍ନ, କେଉଁ ଅଦାଲତରେ ଖୁନି ଆସାମୀର ବିଚାର ହୁଏ ନାହିଁ? ଅପସନ୍ ଏ ଦେଇଛି ଫୌଜଦାରୀ ଅଦାଲତ, ଅପସନ୍ ବି ଦେଇଛି ଦେୱାନୀ ଅଦାଲତ, ଅପସନ୍ ସି ଦେଇଛି ଉଚ୍ଚତମ ନ୍ୟାୟାଳୟ, ଅପସନ୍ ଡି ଦେଇଛି ଉଚ୍ଚ ନ୍ୟାୟାଳୟ। ଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଦେୱାନୀ ଅଦାଲତ। 10 ନମ୍ବର ପ୍ରଶ୍ନ, ସବ୍ ଡିଭିଜନର ମୁଖ୍ୟ କିଏ? ଅପସନ୍ ଏ ଦେଇଛି ତହସିଲଦାର, ଅପସନ୍ ବି ଦେଇଛି ଉଚ୍ଚ ଜିଲ୍ଲାପାଳ, ଅପସନ୍ ସି ଦେଇଛି SDO, ଅପସନ୍ ଡି ଦେଇଛି ଜିଲ୍ଲାପାଳ। ଠିକ୍ ଉତ୍ତରଟି ହେଉଛି ଅପସନ୍ ସି SDO। 11 ପ୍ରଶ୍ନ, କେଉଁଥିରୁ ତେଲ ମିଳିନଥାଏ? ଅପସନ୍ ଏ ଦେଇଛି ନଡ଼ିଆ, ଅପସନ୍ ବି ଦେଇଛି କଦଳୀ, ଅପସନ୍ ସି ଦେଇଛି ସୂର୍ଯ୍ୟମୁଖୀ ଏବଂ ଅପସନ୍ ଡି ଦେଇଛି
ଅଳସୀ। ଠିକ୍ ଉତ୍ତରଟି ହେଉଛି ଅପସନ୍ ବି କଦଳୀ। 12 ପ୍ରଶ୍ନ, ତୁମ ବହିର ଉପର ପଟଟି କେଉଁ ଦିଗକୁ ସୂଚାଏ? ଅପସନ୍ ଏ ଦେଇଛି ପୂର୍ବ, ଅପସନ୍ ବି ଦେଇଛି ପଶ୍ଚିମ, ଅପସନ୍ ସି ଦେଇଛି ଉତ୍ତର ଏବଂ ଅପସନ୍ ଡି ଦେଇଛି ଦକ୍ଷିଣ। ଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଉତ୍ତର ଦିଗ। 13 ପ୍ରଶ୍ନ, ଆଜକୁ ପ୍ରାୟ କେତେ ବର୍ଷ ତଳେ ସିନ୍ଧୁ ସଭ୍ୟତା ଗଢ଼ି ଉଠିଥିଲା? ଅପସନ୍ ଏ ଦେଇଛି 1000, ଅପସନ୍ ବି ଦେଇଛି 2000, ଅପସନ୍ ସି ଦେଇଛି 10000 ଏବଂ ଅପସନ୍ ଡି ଦେଇଛି 5000। ଠିକ୍ ଉତ୍ତରଟି ହେଉଛି ଅପସନ୍ ଡି 5000। ଆଜକୁ ପ୍ରାୟ 5000 ବର୍ଷ ତଳେ ସିନ୍ଧୁ ସଭ୍ୟତା ଗଢ଼ି ଉଠିଥିଲା। 14 ପ୍ରଶ୍ନ, ସିନ୍ଧୁ ସଭ୍ୟତା କେଉଁ ନଦୀ କୂଳରେ ଗଢ଼ି ଉଠିଥିଲା? ଅପସନ୍ ଏ ଦେଇଛି ଯମୁନା ନଦୀ, ଅପସନ୍ ବି ସରସ୍ୱତୀ, ଅପସନ୍ ସି ଗଙ୍ଗା ଏବଂ ଅପସନ୍ ଡି ସିନ୍ଧୁ। ଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ସିନ୍ଧୁ ନଦୀ କୂଳରେ। ସିନ୍ଧୁ ସଭ୍ୟତା ସିନ୍ଧୁ ନଦୀ କୂଳରେ ଗଢ଼ି ଉଠିଥିଲା। 15 ପ୍ରଶ୍ନ, ଜନସଂଖ୍ୟା ବଢ଼ିଲେ କେଉଁଠି ଘଟିବ ନାହିଁ? ଅପସନ୍ ଏ ଖାଦ୍ୟର ଅଭାବ ହେବ, ଅପସନ୍ ବି ପରିବେଶ ନଷ୍ଟ ହେବ, ଅପସନ୍ ସି ଦରଦାମ କମିଯିବ, ଅପସନ୍ ଡି ଦେଇଛି ଚାକିରି ମିଳିବ ନାହିଁ। ଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଦରଦାମ କମିଯିବ। 16 ପ୍ରଶ୍ନ, ସଜୀବମାନେ ଶ୍ୱାସକ୍ରିୟାରେ କ'ଣ ଗ୍ରହଣ କରନ୍ତି? ଅପସନ୍ ଏ ଅମ୍ଳଜାନ, ଅପସନ୍ ବି ଯବକ୍ଷାରଜାନ, ଅପସନ୍ ସି ଜଳୀୟ ବାଷ୍ପ ଏବଂ ଅପସନ୍ ଡି ଦେଇଛି ଅଙ୍ଗାରକାମ୍ଳ। ଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଅମ୍ଳଜାନ। ସଜୀବମାନେ ଶ୍ୱାସକ୍ରିୟାରେ ଅମ୍ଳଜାନ ଗ୍ରହଣ କରନ୍ତି। 17 ପ୍ରଶ୍ନ, ଉଦ୍ଭିଦ ଦିନରେ କ'ଣ ପାଇଁ ଅଙ୍ଗାରକାମ୍ଳ ଗ୍ରହଣ କରେ? ଅପସନ୍ ଏ ଖାଦ୍ୟ ତିଆରି, ଅପସନ୍ ବି ଶ୍ୱାସକ୍ରିୟା, ଅପସନ୍ ସି ଖାଦ୍ୟ ଗ୍ରହଣ ଏବଂ ଅପସନ୍ ଡି ଶ୍ୱାସ ତ୍ୟାଗ। ଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଖାଦ୍ୟ ତିଆରି ପାଇଁ। ଉଦ୍ଭିଦମାନେ ଖାଦ୍ୟ ତିଆରି ପାଇଁ ଅଙ୍ଗାରକାମ୍ଳ ଗ୍ୟାସ୍ ଗ୍ରହଣ କରନ୍ତି। 18 ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରୁ କେଉଁଠି ଗୋଟିଏ ଗୁଳ୍ମ? ଅପସନ୍ ଏ ଆତ, ଅପସନ୍ ବି ଆମ୍ବ, ଅପସନ୍ ସି ବାଉଁଶ, ଅପସନ୍ ଡି ପୋକଶୁଙ୍ଗା। ଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ପୋକଶୁଙ୍ଗା। 19 ପ୍ରଶ୍ନ, କେଉଁଠି ଆମର ଆଭ୍ୟନ୍ତରୀଣ ଅଙ୍ଗ? ଅପସନ୍ ଏ ନାକ, ଅପସନ୍ ବି ଆଖି, ଅପସନ୍ ସି କାନ, ଅପସନ୍ ଡି ଫୁସ୍ଫୁସ୍। ଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଫୁସ୍ଫୁସ୍। 20 ପ୍ରଶ୍ନ, ଦୁଇ ଫୁସ୍ଫୁସ୍ର କେଉଁଠାରେ ହୃତ୍ପିଣ୍ଡ ଅଛି? ଅପସନ୍ ଏ ତଳେ, ଅପସନ୍ ବି ମଝିରେ, ଅପସନ୍ ସି କଡ଼ରେ, ଅପସନ୍ ଡି ଉପରେ। ଠିକ୍ ଉତ୍ତରଟି ହେଉଛି ଅପସନ୍ ବି ମଝିରେ। ଦୁଇ ଫୁସ୍ଫୁସ୍ର ମଝିରେ ହୃତ୍ପିଣ୍ଡ ଅଛି। 21 ପ୍ରଶ୍ନ, ନିମ୍ନଲିଖିତ ମଧ୍ୟରୁ କେଉଁଟି ବସ୍ତୁ? ଅପସନ୍ ଏ ଲୁହା, ଅପସନ୍ ବି ସୁନା, ଅପସନ୍ ସି କାଗଜ, ଅପସନ୍ ଡି ଦା। ଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଦା।
22 ପ୍ରଶ୍ନ ବର୍ଷା ଜଳ କିଛି ଅଂଶ କେଉଁଠାକୁ ଯାଏ ଓ ଅବଶିଷ୍ଟ ନଈକୂଳକୁ ଯାଇ ସମୁଦ୍ର ମିଶେ? ଅପସନ୍ ଏ ମାଟି ତଳେ, ଅପସନ୍ ବି ବାୟୁମଣ୍ଡଳ, ଅପସନ୍ ସି କୂଅ, ଅପସନ୍ ଡି କୌଣସି ନୁହେଁ। ଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ମାଟି ତଳେ। ତେଇଶ ପ୍ରଶ୍ନ ଦେହରେ ଥିବା ମଇଳାତକ କେଉଁ ଆକାରରେ ଦେହରୁ ବାହାରିଯାଏ? ଅପସନ୍ ଏ ରକ୍ତ, ଅପସନ୍ ବି ଝାଳ, ଅପସନ୍ ସି ବାୟୁ, ଅପସନ୍ ଡି କୌଣସି ନୁହେଁ। ଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଝାଳ। 24 ପ୍ରଶ୍ନ ପୃଥିବୀର ଉପରି ଭାଗ କିପରି? ଅପସନ୍ ଏ ଚେପ୍ଟା, ଅପସନ୍ ବି ବକ୍ରତଳ, ଅପସନ୍ ସି ସମତଳ ଏବଂ ଅପସନ୍ ଡି ସମତଳ। ଠିକ୍ ଉତ୍ତରଟି ହେଉଛି ଅପସନ୍ ବି ବକ୍ରତଳ। 25 ପ୍ରଶ୍ନ ପୃଥିବୀର ଆକାର କିପରି? ଅପସନ୍ ଏ କମଳା ଲେମ୍ବୁ ପରି, ଅପସନ୍ ବି ବେଲ ପରି, ଅପସନ୍ ସି ଅଣ୍ଡା ପରି, ଅପସନ୍ ଡି ପେଣ୍ଡୁ ପରି। ଠିକ୍ ଉତ୍ତରଟି ହେଉଛି ଅପସନ୍ ଏ କମଳା ଲେମ୍ବୁ ପରି। ପୃଥିବୀର ଆକାର କମଳା ଲେମ୍ବୁ ପରି।